ନମସ୍କାର ଦର୍ଶକ ବନ୍ଧୁ। ଏବେ ପୁଣି ଥରେ ନନ୍ଦିନୀ ଷଡ଼ଯନ୍ତ୍ର କଲେ ପଲ୍ଲବୀଙ୍କୁ ମାରିବା ପାଇଁ। ଚାରି ବିଷ ଦେଇ ମାରିଦେବେ। ହଁ ଦର୍ଶକ ବନ୍ଧୁ, ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ତାହେଲେ ଜାଣିପାରିବେ। ହଁ ଦର୍ଶକ ବନ୍ଧୁ, ଆପଣଙ୍କର ପ୍ରିୟ ସିରିଏଲ ମାୟା ଓ ମମତାରେ ଦେଖିବାକୁ ପାଇବେ ଯେ ଯେତେବେଳେ ପଲ୍ଲବୀ ଆଦର୍ଶ ବାହାରକୁ ଆସିଥିବେ, ସେହି ସମୟରେ ନନ୍ଦିନୀ ତାଙ୍କୁ ଦେଖି କହିବ, ଆଚ୍ଛା ମୁଁ ତମ ଦୁଇ ଜଣଙ୍କ ପାଇଁ କଫି ତିଆରି କରିଦେବି। ତାପରେ ଆଦର୍ଶ କହିବେ, ୱାଇ ନଟ୍, ଆକ୍ଚୁଆଲି ଲଙ୍ଗ ଡ୍ରାଇଭ୍ କରି ଆସି କଫି ପିଇବା ପାଇଁ ମଜା ଲାଗେ। ତାପରେ ଆଦର୍ଶ ଆଉ ପଲ୍ଲବୀ ଦୁଇ ଜଣ ଯାକ ସୋଫା ଉପରେ ବସିବେ। ତାପରେ ନନ୍ଦିନୀ ଆସି କିଚେନ ରୁମ ରେ କଫି ବନେଇବେ, ଆଉ ତିନିଟା କଫି ବନେଇବେ, ଆଉ ସେ ପଲ୍ଲବୀଙ୍କ କଫିରେ ଗୋଟେ ଟ୍ୟାବଲେଟ୍ ମିଶେଇ ଦେବେ। ତାପରେ ପଲ୍ଲବୀଙ୍କୁ ସେ କଫି ଆଣିକି ଦବ ନନ୍ଦିନୀ, ଆଉ କହିବ ନିଅ। ତାପରେ ଆଦର୍ଶ ଆଉ ପଲ୍ଲବୀ ସେ କଫିକୁ ପିଇବେ। ତାପରେ ନନ୍ଦିନୀ କଫି ପିଇ ପିଇ ଭାବିବ, ଆଜିର ଏ କଫି ତୋ ଜୀବନର ଶେଷ କଫି ହବ ପଲ୍ଲବୀ। ହେଲେ ଦର୍ଶକ ବନ୍ଧୁ, କଣ ନନ୍ଦିନୀ ବିଷୟରେ ଆଗକୁ ଜାଣିପାରିବେ କି ତାଙ୍କ ଚାଲ ଧରା ପଡ଼ିଯିବ କି ପଲ୍ଲବୀଙ୍କ ଆଗରେ? କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣେଇ ଦିଅନ୍ତୁ। ଆଉ ଆଗକୁ ଜାଣିବା ପାଇଁ ଦେଖନ୍ତୁ ଆଜି ସନ୍ଧ୍ୟା 7ଟାରେ ମାୟା ଓ ମମତା, ଏବେ କେବଳ ସିଧା ଟିଭିରେ।